ଅଳସୁଆ ଗଧ। ଗୋଟିଏ ଗାଁରେ ଜଣେ ଲୁଣ ବେପାରୀ ଥିଲେ। ସେ ନିଜର ଗଧ ଉପରେ ଲୁଣ ବସ୍ତା ରଖି ବଜାରକୁ ବିକିବାକୁ ଯାଉଥିଲେ। ଗଧଟି ବେପାରୀଙ୍କର ଅତି ପ୍ରିୟ ଥିଲା, କିନ୍ତୁ ଗଧ ବେପାରୀଙ୍କୁ ଜମା ବି ପସନ୍ଦ କରୁନଥାଏ। ସବୁବେଳେ କାମରେ ଠକଉଥାଏ। ଦିନକର କଥା, ବେପାରୀ ଗୋଟିଏ ନଦୀ ପାର ହୋଇ ଯାଉଥିଲେ। ହଠାତ୍ ଗଧଟି ନଦୀ ଜଳରେ ବୁଡ଼ିଗଲା। ବେପାରୀ ବହୁ କଷ୍ଟରେ ପାଣି ଭିତରୁ ଗଧକୁ ଉଠାଇ ଆଣିଲେ, କିନ୍ତୁ ନଦୀ ଜଳରେ ଲୁଣ ଗୁଡ଼ିକ ମିଳେଇ ଯିବାରୁ ଗଧକୁ ଲୁଣ ବସ୍ତା ଗୁଡ଼ିକ ବହୁତ ହାଲୁକା ଲାଗିଲା। ସେବେଠାରୁ ଗଧ ସବୁଦିନ ସେହି ନଦୀ ଜଳରେ ଲୁଣ ବସ୍ତାକୁ ଓଦା କରିବା ପାଇଁ ଜାଣି ଜାଣି ନଦୀ ଭିତରକୁ ଖସି ପଡ଼ୁଥାଏ ଏବଂ ହାଲୁକା ଲୁଣ ବସ୍ତା ଧରି ବଜାରକୁ ଯାଉଥାଏ। ଏଭଳି ସବୁଦିନ କରୁଥିବାରୁ ବେପାରୀ ତାର ଗଧକୁ ଗୋଟିଏ ଶିକ୍ଷା ଦେବ ବୋଲି ଭାବିଲା। ତେଣୁ ସେ ଲୁଣ ବସ୍ତା ପ୍ରତି ବଦଳରେ କିଛି ତୁଳା ବସ୍ତା ଗଧର ପିଠିରେ ଲଦି ଦେଲା। ସେଦିନ ବି ଗଧ ନଦୀରେ ଜାଣୁ ଜାଣୁ ଖସି ପଡ଼ିଲା। କିନ୍ତୁ ଇଏ କ'ଣ ହେଲା, ବସ୍ତା ଗୁଡ଼ିକ ହାଲୁକା ହେବା ପରିବର୍ତ୍ତେ ଓଜନ ହୋଇଗଲା। ଗଧ ବହୁ କଷ୍ଟରେ ସେହି ଓଜନ ତୁଳା ବସ୍ତା ଗୁଡ଼ିକ ନେଇ ବଜାରକୁ ଗଲା ଏବଂ ସେବେଠାରୁ ଗଧ ଗୋଟିଏ ବଡ଼ ଶିକ୍ଷା ପାଇଲା। ଆଉ କେବେ ଅଳସୁଆ ହେଲା ନାହିଁ। ଏଥିରୁ ଆମେ ଶିଖିଲେ ଅଳସୁଆ ଦୁଃଖ ପାଏ। ଧନ୍ୟବାଦ।